କବିତାର ସମାହାର କବିତାଞ୍ଜଳିକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସେ କବିଙ୍କ ବିଷୟରେ ଜାଣିବା କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କଣ ଅଧିକା କହିବି, ତାଙ୍କ ଲେଖା ଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ଚାଲିବା ବାଟରେ ମଣିଷ କେତେ ଯେ ଦୋଷ ତ୍ରୁଟି କରିଥାଏ ସେ ବୁଝିପାରେ ନା। ବେଳେ ବେଳେ ନିଜ ପିତାମାତାଙ୍କୁ ବି ସେ ଅଣଦେଖା କରିଥାଏ। ବାପା ମା ଯେବେ ଆରପୁରକୁ ଚାଲିଯାଆନ୍ତି ସେ ତାଙ୍କରି ଅନୁପସ୍ଥିତି ଅନୁଭବ କରେ। ନୀତିକାନ୍ତି ଅନୁସାରେ ସବୁ କର୍ମକର୍ମାଣୀ କରେ, ଶ୍ରାଦ୍ଧ ବି ବାଢ଼ିଥାଏ। ହେଲେ ତା ଭୁଲ ହୋଇ ରହିଯାଏ ସବୁଦିନ ପାଇଁ, ନିଜକୁ ଅନୁତପ୍ତ କରିବାକୁ, ଲୋକ ହସା ହେବାକୁ। ଏମିତି ଏକ ସତ୍ୟ ଘଟଣାକୁ ନେଇ କବି ଶରତ କୁମାର ଦାସଙ୍କ କଲମରୁ ଆଉ ଏକ କବିତା। ଜାଣିବା ସେ କବିତାଟି କଣ? କବିତାଟିର ଶୀର୍ଷକ ହେଉଛି ପିଣ୍ଡଦାନ। କଦଳୀ ପତ୍ରରେ ବଢ଼ା ହେଲା ସରୁ ଅରୁଆ ଚାଉଳର ଭାତ, ମୁଗ ଡାଲି ଖଟା, ଘାଣ୍ଟ ତରକାରୀ, କ୍ଷୀରି ପିଠା। ପୁଅ ଟେକିଦେଲା ପିଣ୍ଡ। ବାପାର ଫଟୋ ତଳେ ପୁଅ ବୋହୂ ମୁଣ୍ଡିଆ ମାରିଲେ। ବ୍ରାହ୍ମଣ ଗୋସେଇ ଗାମୁଛାରେ ସଞ୍ଚା ବାନ୍ଧୁ ବାନ୍ଧୁ କହିଲେ, ପିତା ମାତାଙ୍କୁ ଶ୍ରାଦ୍ଧ ବାଢ଼ିବା ପୁଅର କର୍ତ୍ତବ୍ୟ। ପୁଅ ପଚାରିଲା, ଆଉ କେଉଁ କେଉଁ ଦିନ କରାଯାଏ ପିଣ୍ଡଦାନ? ବ୍ରାହ୍ମଣ ତିଥିବାର ଗଣି କହିଦେଲେ ଦିନ। ପୁଅ ଲେଖି ରଖିଲା ଡାଏରୀରେ। ସନ୍ଧ୍ୟା ଉପରାନ୍ତରୁ ଆଖି ତରାଟି ଛାଟିପିଟି ହେଲା ବୋହୂ। ପୁଅ ବିକଳରେ ଡାକିଲା ସାଇ ପଡ଼ିଶାଙ୍କୁ। ସାଇ ପଡ଼ିଶା ଠୁଳ ହୋଇ କହିଲେ, ଶ୍ୱଶୁର ଆସିଛନ୍ତି ବୋହୂର ଦେହରେ। ପୁଅ ସ୍ତ୍ରୀର ଗୋଡ଼ ଧରି ନେହୁରା ହୋଇ କହିଲା, ବାପା ଆମ ଦୋଷ କ୍ଷମା କର। ସାଇ ପଡ଼ିଶାଏ ପଚାରିଲେ ଅମୁକର ବାପା। ଯାହା ଯାହା କହିବାର ଅଛି ଖୋଲିକରି କୁହ। କଟମଟ ହୋଇ ଚାହିଁଲା ବୋହୂ ସ୍ୱାମୀର ମୁହଁକୁ। ପ୍ରେତାତ୍ମା ପାଟି ଖୋଲିଲା, ବଞ୍ଚିଥିଲା ବେଳେ ଭୋକ ଉପାସରେ ଡହକ ବିକଳ କରି ମାରୁଥିଲ, ଏବେ 6 ତିଅଣ 9 ଭଜାରେ ବାଢ଼ୁଛ ଶ୍ରାଦ୍ଧ। ସାଇ ପଡ଼ିଶା କୁହାକୁହି ହେଉଥିଲେ। ବୁଢ଼ା ମରିଗଲା ବେଳେ ଏଇଥିପାଇଁ ଢୋକି ନଥିଲା ପୁଅ ବୋହୂ ହାତରୁ ଗଙ୍ଗାଜଳ। କେମିତି ଲାଗିଲା କବିତାଟି? ଭଲ ତ ନିଶ୍ଚିତ ଲାଗିଥିବ। ତାହେଲେ କଣ କରିବେ ତ ଜାଣିଛନ୍ତି? ଭିଡ଼ିଓକୁ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଆଉ ତା ସହିତ ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ତାହେଲେ କଣ ହବ ନା, ଯେତେବେଳେ ଭିଡ଼ିଓ ଅପଲୋଡ ହବ ଆପଣ ଏଇଭଳିଆ କବିତାକୁ ଅନୁଭବ କରିପାରିବେ। ଯଦି ଉପସ୍ଥାପନରେ କିଛି ଦୋଷ ତ୍ରୁଟି ରହିଗଲା ତାହେଲେ କ୍ଷମା କରିବେ। ରହୁଛି ଆପଣଙ୍କ ଉପସ୍ଥାପିକା ଅନାମିକା। ଆସିବ ଆଉ ଗୋଟେ ନୂଆ କବିତାର ସହିତ। ନମସ୍କାର।